ପ୍ରତିନିଧି ବିଗ୍ରହ ମାନେ ଯେଉଁ ବିମାନରେ ଯାଆନ୍ତି ତା ନାଁ ହେଉଛି ମଣି ବିମାନ। ମଣି ବିମାନ, ମଣି ବିମାନ ଶ୍ରେଷ୍ଠ ବିମାନ। ମଣି ବିମାନକୁ ଯେଉଁ ବିମାନ ବଡ଼ୁ ସେବକମାନେ ବହିକି ନିଅନ୍ତି ସେ ମଧ୍ୟ ତାଙ୍କ ଚାଲି ମଧ୍ୟ ସ୍ୱତନ୍ତ୍ର, ତାଙ୍କ ପାହୁଲ ମଧ୍ୟ ସ୍ୱତନ୍ତ୍ର। ତାହା ହେଉଛି ଦର୍ଶନୀୟ। ଗୁଣ୍ଡିଚା ଘର ଯେଉଁ ରତ୍ନ ସିଂହାସନ ରହିଛି ତାକୁ କୁହାଯାଏ ମହାବେଦୀ। ଶ୍ରୀକ୍ଷେତ୍ରରେ ଗୀତ ଗୋବିନ୍ଦ ଗାନ କରିବା ପାଇଁ ଏବଂ ନୃତ୍ୟ ସେବା ପାଇଁ ଯେଉଁ ସେବିକାମାନେ ଥିଲେ ତାଙ୍କୁ କୁହାଯାଉଥିଲା ମାହାରୀ। ଗଜପତି ମହାରାଜା ଶ୍ରୀମନ୍ଦିରର ପ୍ରମୁଖ ଯାତ୍ରା ରଥଯାତ୍ରାରେ ଯେଉଁ ସେବା କରିବା ପାଇଁ ଆସନ୍ତି, ସେ ଯେଉଁ ଆସନ୍ତି ତାକୁ କୁହାଯାଏ ମେହେନା କୁହାଯାଏ। ତାଙ୍କର ଯେଉଁ ପାଲିଙ୍କିରେ ଆସନ୍ତି, ସ୍ୱତନ୍ତ୍ର ପାଲିଙ୍କିରେ, ଗଜପତିଙ୍କ ସ୍ୱତନ୍ତ୍ର ପାଲିଙ୍କିକୁ ମେହେନା କୁହାଯାଏ। ସେଇଥିରେ ଆସି ସେ ଛେରା ପହଁରା କରନ୍ତି ଏବଂ ସେଇଥିରେ ରାମ ଜନ୍ମ ଏବଂ କୃଷ୍ଣ ଜନ୍ମ ପୂର୍ବ ଦିନ ଗର୍ଭ